ପିଲାମାନେ କେମିତି ଅଛ ଭଲ? ଆଜି ଗୋଟେ ନୂଆ ଭିଡ଼ିଓକୁ ତୁମମାନଙ୍କୁ ସ୍ୱାଗତ। କମ୍ପ୍ୟୁଟର ଭିଡ଼ିଓ ବି ଆଜି ପଡ଼ିବ। ଆଜି ଗୋଟେ ବହୁତ ଇମ୍ପୋର୍ଟାଣ୍ଟ ଭିଡ଼ିଓ, ଇମ୍ପୋର୍ଟାଣ୍ଟ ଏନିସିଏଣ୍ଟ ଇୟର୍, ମାନେ ଏନିସିଏଣ୍ଟ ହିଷ୍ଟ୍ରିରେ ଆମର ଯେଉଁ ଇୟର୍ ଗୁଡ଼ା ଇମ୍ପୋର୍ଟାଣ୍ଟ ଇୟର୍ ଗୁଡ଼ା ଏଇଟା ଦିଆହେଇଛି। ଏଇଟା ବହୁତ ପରୀକ୍ଷାରେ ପଡ଼େ। ଦେଖିବ ପ୍ରଥମେ ଦେଖିବା 563 BC ବାର୍ଥ ଅଫ୍ ବୁଦ୍ଧ। 563 BCରେ କାହାର ଜନ୍ମ ହେଇଥିଲେ? ବୁଦ୍ଧଙ୍କର ଜନ୍ମ ହେଇଥିଲେ। 483 BC ଡାଏଡ୍ ଅଫ୍ ବୁଦ୍ଧ। ବୁଦ୍ଧଙ୍କର ଡାଏଡ୍ କେବେ ହେଇଥିଲା? 483 BC। ପୁଣି 483 BCରେ ଫାଷ୍ଟ ବୁଦ୍ଧିଷ୍ଟ କାଉନସିଲ୍ ହେଇଥିଲା। ଯେଉଁ 483 BCରେ ଫାଷ୍ଟ ବୁଦ୍ଧିଷ୍ଟ କାଉନସିଲ୍ ହେଇଥିଲା। 383 BCରେ ସେକେଣ୍ଡ ବୁଦ୍ଧିଷ୍ଟ କାଉନସିଲ୍ ହେଇଥିଲା। 250 BCରେ ଥାର୍ଡ ବୁଦ୍ଧିଷ୍ଟ କାଉନସିଲ୍ ହେଇଥିଲା। 72 ADରେ ଫୋର୍ଥ ବୁଦ୍ଧିଷ୍ଟ କାଉନସିଲ୍ ହେଇଥିଲା। ପୁଣି ଦେଖିବା 559 BCରେ ବାର୍ଥ ଅଫ୍ ବର୍ଦ୍ଧମାନ ମହାବୀର। 527 BCରେ ଡେଥ୍ ଅଫ୍ ବର୍ଦ୍ଧମାନ ମହାବୀର। 326 BCରେ ଆଲେକ୍ଜାଣ୍ଡର ଇଣ୍ଡିଆକୁ ଆସିଥିଲେ, ଇନଭାଇଟେଡ୍ ଇଣ୍ଡିଆ ଆଲେକ୍ଜାଣ୍ଡର। 323 BCରେ ଆଲେକ୍ଜାଣ୍ଡର ଡାଏଡ୍ ହେଇଥିଲେ। ଏଇଟା ବହୁତ ଥର ପରୀକ୍ଷାରେ ପଡ଼ିଛି, ବହୁତ ଥର। କଳିଙ୍ଗ ୱାର କେବେ ହେଇଥିଲା? 261 BC କଳିଙ୍ଗ ୱାର ଏକ୍ସ ଥାର୍ଡ ଆଇ ରକ୍ରେ ଲେଖା ହେଇଛି। ଦେଖ 13ଟା ମେଜର ରକ୍ ବିଷୟରେ, ମାନେ ଅଶୋକଙ୍କ ବିଷୟରେ ଲେଖା ହେଇଛି। 261 BCରେ କଳିଙ୍ଗ ୱାର ହେଇଥିଲା, ଏକ୍ସ ଥାର୍ଡ ଆଇ ରକ୍ସ। 78 AD ସାକାଇରା। ସାକାଇରା ମାନେ ଦେଖିବ ଇଣ୍ଡିଆ ଗଭର୍ଣ୍ଣମେଣ୍ଟ ଯେଉଁ କ୍ୟାଲେଣ୍ଡର କାଢୁଛି ସାକାଇରା ଅନୁଯାୟୀ, ସେଇଟା କେବେ ହେଇଥିଲା? 78 ADରେ କୁଷାଣଙ୍କ ଟାଇମରେ ହେଇଥିଲା।